ସାଙ୍ଗମାନେ ଘରେ ଆଜି ହେଇଛି ହବିଷ ତା ପାଇଁ ଏଠି ସିଝା ସରିଲାଣି। ଆସିଛି ବଙ୍କା ଆମ ସୋନୁ ଆସିছে ସୋନୁ ଯାଉଛି ବଙ୍କା। କଣ ଖବର? ବଙ୍କା ପାଗରେ କୁହ ପୁରା ପରିବର୍ତ୍ତନ। ସାଙ୍ଗମାନେ ଏଇ ଜାଗାରେ ସବୁବେଳେ ମାଛ, ଏଇଟା ସାଇପର୍ଣ୍ଣ ଯେହେତୁ ଆଗକୁ ବାହାରିଛି ସବୁ ସାଙ୍ଗମାନେ ଆମର ଏଠି ବରପଡ଼ାରେ ଆଉ ଏଇ ଯୋଉ ଜୟଗୁରୁ ମନ୍ଦିର ବନ୍ଦେ ପୁରୁଷୋତ୍ତମ ଅତି ସୁନ୍ଦର। ଆଉ ଏଠି ସମସ୍ତେ ସନ୍ଧ୍ୟାବେଳେ ଫଟୋ ଉଠାନ୍ତି, ବହୁତ ଭଲ ଲାଗେ। ଆଉ ଏଠି ଦେଖନ୍ତୁ ଗଛଟା ଅତି ସୁନ୍ଦରମୟ ଦୃଶ୍ୟ। ଭାଇ ତ ଜାଲ ପକେଇଛନ୍ତି, ଦେଖିବା ମାଛ ପଡୁଛନ୍ତି ନା ନାହିଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ ସାଙ୍ଗମାନେ। ସକାଳୁ ସକାଳୁ ଆଜି ହେଉଛି ସୋମବାର ତୃତୀୟ ପାଳି। ଆଜି ସବୁ ସୋମବାର ମୁଁ ଯାଏ ଶିବଙ୍କ ଦର୍ଶନ କରିବା ପାଇଁ। ଆଜି ବି ଯାଉଛି ଶିବଙ୍କ ଦର୍ଶନ କରିବା ପାଇଁ, ଯେହେତୁ ତୃତୀୟ ପାଳି। ଆଜି ଘରେ ହେବ ହବିଷ, ପୁରା ଅରୁଆ। ଚାଲନ୍ତୁ ଦେଖିବା ଦିନମାନ ବ୍ଲଗରେ ଆଜି କ'ଣ ହେଉଛି। ଫଲୋ ମି। ସାଙ୍ଗମାନେ ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର ପାଳି। ମୁଁ ତ ସବୁ ସୋମବାରରେ ମହାଦେବଙ୍କୁ ଦର୍ଶନ କରେ। ଆଜି ବି ମହାଦେବଙ୍କ ଦର୍ଶନ ଅତି ସୁନ୍ଦର ହେଲା। ଆଉ ମହାଦେବଙ୍କ ପାଖରେ ବହୁତ ଭିଡ଼ ଜମିଥିଲା। ନନାଙ୍କୁ କହି ମୋ ନାଁ ଆଉ ସପରିବାରେ କ୍ଷୀର ସମର୍ପଣ କଲି ଲିଙ୍ଗଙ୍କ ଉପରେ। ଯାହା ନନା କ୍ଷୀର ଲିଙ୍ଗଙ୍କ ଉପରେ ଢାଳିଲେ, ବହୁତ ଭଲ ଲାଗିଲା। ଆଜି ଦର୍ଶନଟି ଅତି ସୁନ୍ଦର ହେଲା। ଆଜି ଆଉ ଗୋଟିଏ ସୋମବାର ରହିଲା, ଫୋର୍ଥ ସୋମବାର, ସିଏ ବି ସରିଯିବ, କାର୍ତ୍ତିକ ମାସ ଶେଷ ହୋଇଯିବ। ବର୍ତ୍ତମାନ ନନା ଫୁଲ ଆଉ ବେଲପତ୍ର ଚଢ଼ଉଛନ୍ତି। ଆମ ଏଠି ପାଖ ବୁଢ଼ା ମହାଦେବକୁ କୁହନ୍ତି। ବହୁତ ପାତାଳ ଫୁଟା ମହାଦେବ। ଆଉ ଭକ୍ତଙ୍କ ପ୍ରବଳ ସମାବେଶ ଏଠି ହୁଏ। ମା' ମାନେ ବି ଯୋଗ ଦେଇଛନ୍ତି, ଆଉ ଛୋଟ ଛୋଟ ପିଲାମାନେ ବି ଯୋଗ ଦେଇଛନ୍ତି, ଆଉ ଗାଁର ସ୍ତ୍ରୀ ଲୋକ ବି ସବୁ ଯୋଗ ଦେଇଛନ୍ତି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ସାଙ୍ଗମାନେ ଘରେ ଆଜି ହେଇଛି ହବିଷ, ତା ପାଇଁ ଏଠି ସିଝା ସରିଲାଣି। ଆଜି ମାଣ ଭାତ ହେଇଛି, ଡାଲମା ହେଇସାରିଲାଣି, ଏଠି ଭୋଗ ହବିଷ ବଢ଼ା ସରିଲାଣି। ଆମେ ଖାଇବା ଦେଖିବା ଆଉ। ସାଙ୍ଗମାନେ ଆଜି କହୁଥିଲା ବାତ୍ୟା ହବ ବୋଲି, ବାତ୍ୟା ତ ଆମ ଓଡିଶାରୁ ଚାଲିଗଲା, ଆନ୍ଧ୍ରକୁ ପଳେଇଲା। ଆଉ ଆଜି ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ। ଆଉ ତା ପାଇଁ ଆମ ଓଡିଶାରେ ଟିକେ ପାଗ ମେଘାଚ୍ଛନ୍ନ କରିଛି। ବର୍ଷା ଟିପ ଟିପ ମଝିରେ ମଝିରେ ହେଇକି ପଳେଇ ଯାଉଛି। ଆଉ ଆମେ ବାହାରିଲୁ ବର୍ତ୍ତମାନ ନିଶ୍ଚୟ କହିଲି ମେଡିକାଲ, କାହିଁକି ନା ସୋନୁ ଦେହ କ'ଣ ଟିକେ ଇନଫେକ୍ସନ ହେଇଯାଇଛି, ବିରି ବିରି ହେଇ ଉଠୁଛି। ଚାଲନ୍ତୁ ଦେଖିବା। ବର୍ତ୍ତମାନ କେନାଲରେ ପାଣି ପୁରା କମ। ଆସିଛି ବଙ୍କା ଆମ ସୋନୁ ଆସିছে ସୋନୁ ଯାଉଛି ବଙ୍କା। କଣ ଖବର? ବଙ୍କା ପାଗରେ କୁହ ପୁରା ପରିବର୍ତ୍ତନ। ଆଉ ଏଇ ଯୋଉ ବର୍ଷା ହଉଛି, ବର୍ଷା ଉଠେଇଲାଣି, ବର୍ଷା କହିହଉନି ରାତିକି ହବ। ବଙ୍କା ରାତିକି ବର୍ଷା ଜୋର ହବ ଲାଗୁଛି। ଧାନକୁ ନେଇ ପଳେଇବ। ହବ ପବନ ହେଲେ ଧାନ ନେଇ ପଳେଇବ। ଚାଲ ଦେଖିବା କଣ ହଉଛି ଆଗକୁ। ସାଙ୍ଗମାନେ ଏଇ ଜାଗାରେ ସବୁବେଳେ ମାଛ, ଏଇଟା ସାଇପର୍ଣ୍ଣ ଯେହେତୁ ଆଗକୁ ବାହାରିଛି ସବୁବେଳେ ମାଛ। କାର୍ତ୍ତିକ ମାସ ସୋମବାର ବି ଆଜି ମାଛ ଧରୁଛନ୍ତି। ଲୋକ ଦେଖନ୍ତୁ ଠିଆ ହେଇଛନ୍ତି। ବର୍ତ୍ତମାନ ଆମେ ନିଶ୍ଚନପୁର ଅଭିମୁଖେ ବାହାରିଲେ। ବରପଡା ପୋଲ ଉପରକୁ ଆମେ ଏଇନା ଉଠିବା। ସାଙ୍ଗମାନେ ବର୍ତ୍ତମାନ ଆମେ ଆସି ବରପଡା ପୋଲକୁ ଚଢିକି ନିଶ୍ଚନପୁର ବ୍ଲକ ଅଭିମୁଖେ ଯିବା। ଓଃ ଅତି ନିଆରା ଦୃଶ୍ୟ। ପାଣି ପୁରା ଫୁଲ ଆଉ, ନଈ ପାଣି ଛାଡି ଦେଇଥିଲା କହିଲୁ ବାତ୍ୟା ସକାଶେ ହେଲା। ବାତ୍ୟା ସକାଶେ ପୁରା ପାଣି ଛାଡି ଦେଇଥିଲା ନା, ପାଣି ପୁରା କମିଗଲା। ଆପରେ ପୁରା କମିଯିବ ଆଉ ନା। ବଢିଆ ମସ୍ତ ହେଇଛି ପାଣିପାଗ। ସାଙ୍ଗମାନେ ଆମର ଏଠି ବରପଡାରେ ଆଉ ଏଇ ଯୋଉ ଜୟଗୁରୁ ମନ୍ଦିର ବନ୍ଦେ ପୁରୁଷୋତ୍ତମ ଅତି ସୁନ୍ଦର। ଆଉ ଏଠି ସମସ୍ତେ ସନ୍ଧ୍ୟାବେଳେ ଫଟୋ ଉଠାନ୍ତି, ବହୁତ ଭଲ ଲାଗେ।
ଆଉ ଏଠି ଦେଖନ୍ତୁ ଗଛଟା ଅତି ସୁନ୍ଦରମୟ ଦୃଶ୍ୟ। ଆଉ ଏଠି ଦେଖନ୍ତୁ ଏଇ ମନ୍ଦିର ସବୁବେଳେ ପୁରା ମାନେ ବଢିଆ ଲାଗେ। ଯେତେବେଳେ ଯିବ ଏଠି ଫଟୋ ଫଟୋ ନ ଉଠିଲେ ଭଲ ଲାଗିବନି। ଆଉ ସନ୍ଧ୍ୟା ଟାଇମ ଟା ଏଠି ଲୋକଙ୍କର ବହୁତ ଭିଡ ଜମେ ଫଟୋ ଉଠେଇବା ପାଇଁ ଆଉ କିଛି ସମୟ ଟାଇମ ସ୍ପେୟାର କରିବା ପାଇଁ। ଯେହେତୁ ପାଖରେ ଅଛି ଲୁଣା ନଦୀ ବହି ଯାଇଛି ତା ସାଇଡରେ ଏଇ ମନ୍ଦିର ବନ୍ଦେ ପୁରୁଷୋତ୍ତମ ଜୟଗୁରୁ ମନ୍ଦିର। ସାଙ୍ଗମାନେ ଆଉ ଗୋଟେ କଥା ଏଠି ହଉଛି ଆମ ଏଠି ବରପଡା ଲୁଣା ନଈ ପାଖରେ ଫଟୋ ଉଠେଇବା ଆଉ ଏ ଜାଗାଟି ବହୁତ ସୁନ୍ଦରମୟ ଦୃଶ୍ୟ। ଏପଟ ସାଇଡ ଦେଖନ୍ତୁ ତା ପଛପଟୁ ଆମର ବନ୍ଧ ଭାଙ୍ଗିଥିଲା ନଈ ବନ୍ଧ ପଛଟା। ଆଉ ଏ ଜାଗା ଟା ଅତି ସୁନ୍ଦରମୟ ଦୃଶ୍ୟ। ଯିଏ ଆସିବ ଟାଇମ ସ୍ପେୟାର କରି ଯାଇପାରିବି। ଚାଲ ଯିବା। ଭାଇ ତ ଜାଲ ପକେଇଛନ୍ତି ଦେଖିବା ମାଛ ପଡୁଛନ୍ତି ନା ନାଇଁ। ସାଇପନ ପାଖରେ ମାଛ ସବୁବେଳେ ପଡନ୍ତି। ଅଛନ୍ତି ଅଛ ମାରି ଦେଖାଯାଉ ଦେଖାଯାଉ। କିଛି ନାହିଁ ମାଛ କିଛି ବୁଡୁନାହାନ୍ତି ଆଉ ଖାଲି ଆଉ। ସାଙ୍ଗମାନେ ଯୋଉ ଭଳିଆ ପବନ ବହିଲାଣି ଲାଗୁଛି ବାତ୍ୟା ହେଇଯିବ ବୋଲି, କିନ୍ତୁ ଆମ ଓଡିଶାକୁ ବାତ୍ୟା ନାହିଁ। ପବନ ବହିଲାଣି, ବର୍ଷା ପାଗ ଉଠେଇଲାଣି, ଆଉ ବର୍ଷା ବି ଟିପ ଟିପ ପକେଇବା ଆରମ୍ଭ କରିଦେଇଛି। ଦେଖନ୍ତୁ ପାଗ କୋଉ ଭଳିଆ ପରିବର୍ତ୍ତନ। ଇଏ ହଉଛି ମସ୍ତରା ମଠ ଜଗନ୍ନାଥ ମନ୍ଦିର। ଅତି ସୁନ୍ଦର ଦୃଶ୍ୟ। ଏପଟେ ମେଘାଚ୍ଛନ୍ନ ଆକାଶ। ସାଙ୍ଗମାନେ ବର୍ଷା ଏବେ ଷ୍ଟାର୍ଟ ହେଇଯାଇଛି। ବାତ୍ୟାର ପ୍ରଭାବ କିଛି କିଛି ଆମ ଓଡିଶାକୁ ପଡିଲା। ଆମେ ବର୍ତ୍ତମାନ ବାମରା ଛକରେ ଛୋଟିଆ ଚାଳି ଘରେ ବସିଛୁ। ଏ 2 ବର୍ଷ ସାଙ୍ଗମାନେ ଦିନମାନର ବ୍ଲଗ ଆଜି ଏମିତି ଥିଲା। ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଉ ରହିଲି।